ମୂଳାରେ ତ ଆପଣମାନେ ବହୁତ ପ୍ରକାର ଜିନିଷ ବା ରେସିପି କରି ଖାଇଥିବେ। କେବେ ମୂଳା ଚଟଣି ବନେଇକି ଖାଇଛନ୍ତି? ମୂଳା ଚଟଣି ବନେଇବା ବହୁତ ସହଜ ଆଉ ବହୁତ ଟେଷ୍ଟି ମଧ୍ୟ ଲାଗିଥାଏ। ଆକୁ ଯେଉଁଥିରେ ବି ଖାଇଲେ ଭଲ ଲାଗିଥାଏ। ରୁଟି ହେଉ କି ପରଟା ହେଉ କି ଭାତ ହେଉ, ଯେଉଁଥିରେ ଆପଣମାନେ ବନେଇକି ଖାଇପାରିବେ। ଆଉ ଇଏ ବହୁତ ଜଲ୍ଦିରେ ମଧ୍ୟ ହେଇଯାଇଥାଏ। ଆପଣମାନେ ଜଲ୍ଦିରେ ଥିବେ, କିଛି ବ୍ୟସ୍ତତା ଭିତରେ କିଛି କରିପାରୁନଥିବେ, ତାହେଲେ এই ମୂଳା ରେସିପିଟା ନିଶ୍ଚିନ୍ତ ଦେଖନ୍ତୁ। ଜାଣିପାରିବେ ମୂଳା ଚଟଣିଟା କେତେ ଟେଷ୍ଟି ଆଉ କେତେ ଜଲ୍ଦି ହେଇପାରେ। ମୁଁ ଏ ଗୋଟେ ଚପର ସାହାଯ୍ୟରେ ମୁଁ ତାକୁ ଏମିତି ଗୁଣ୍ଡ ଗୁଣ୍ଡ କରି କାଟିକିରି ଗୋଟେ ଚପରରେ ତାକୁ ଚପ୍ କରିଦେଉଛି। ଆମକୁ ମୂଳା ଚଟଣି ବନେଇବାର ଅଛି ନା, ସେ ପୁରା ଚଟଣି ଟାଇପ୍ର ବନେଇବାର ଅଛି। ତେଣୁକରି ମୁଁ ତାକୁ ଏମିତି କାଟିକି ଏମିତି ଗୋଟେ ଚପରରେ ତାକୁ ପୁରା ଗୁଣ୍ଡ କରିଦେଉଛି। ତା ସହିତ ଆଉ କିଛି ଟମାଟୋ ଆମେ ପକାଇବା। ଏଠି ମୁଁ 3ଟି ଟମାଟର ପୋଡ଼ି ଦେଉଛି। ତା ସହିତ ରସୁଣ ବି ପୋଡ଼ି ଦେଇଥିଲି। ଟମାଟୋକୁ ଭାଜିକି ଆପଣମାନେ ପକାଇ ପାରିବେ। ତେଣୁ ମୁଁ ପୋଡ଼ିଲେ ତା'ର ଟେଷ୍ଟଟା ଭଲ ଆସିଥାଏ ବୋଲି ମୁଁ ଏଠି ପୋଡ଼ି ଦେଉଛି। ଆପଣ ଆପଣଙ୍କ ଖୁସି ଭାଜି ପାରିବେ କି ପୋଡ଼ି ପାରିବେ, ଯେମିତି ହିଁ ପକାଇବେ ମୂଳା ଚଟଣିଟା ଭଲ ଲାଗିବ। ରସୁଣ ଦେଇଦେଉଛି 4ରୁ 5ଟି। 3ଟି ଟମାଟୋ ମୁଁ ଦେଇଦେଉଛି। ତାପରେ କିଛି ଧନିଆ ପତ୍ର ପକାଇଦେବି ଆଉ କଞ୍ଚା ଲଙ୍କା, ଏସବୁକୁ ନେଇ ଗୋଟେ ଚପର ସାହାଯ୍ୟରେ ଆମେ ତାକୁ ଏମିତି ଚପ୍ କରିଦେବା। ତାପରେ ମୁଁ ଭୁଲି ଯାଇଥିଲି ଆପଣମାନଙ୍କୁ କହିବା ପାଇଁ, ତା ସହିତ କିଛି ପିଆଜ ବି ଆପଣମାନେ ପକାଇବେ। ପିଆଜ ପକାଇଲେ ପିଆଜ ରସୁଣର ସେ ଯେଉଁ ଟେଷ୍ଟଟା ଆହୁରି ବଢ଼ିଆ ଲାଗିଥାଏ ଚଟଣିରେ। ପିଆଜ ପକାଇକି এই ସବୁକୁ ବାସ୍ ଏତିକି ଜିନିଷରେ ବନିଯିବ ଆମର ଚଟପଟା ଆଉ ହେଲ୍ଦି ଟେଷ୍ଟି ରେସିପି ମୂଳା ଚଟଣି। ଆପଣମାନେ ଶୀତଦିନେ ତ କାମ ବହୁତ ଆମର ଡେରି ହୋଇଥାଏ, ଶୀତ ସକାଶେ ଡେରି ହୋଇଥାଏ, କିନ୍ତୁ ମନ ହୋଇଥାଏ କିଛି ଚଟପଟା କରି ଖାଇବାକୁ। ତା ସହିତ କିଛି ମୁଁ ଲେମ୍ବୁ ଚିପୁଡ଼ି ଦେଉଛି, ସ୍ୱାଦ ଅନୁସାରେ ଲୁଣ, ଏସବୁ କରିକିରି ଆପଣମାନେ ଖାଆନ୍ତୁ। ଆଉ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟି ଯଦି ମୋର ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ, ନୂଆ ଥିଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିବେ। ଏମିତିକା ନୂଆ ନୂଆ ନୋଟିଫିକେସନ୍ ଆଉ ଟେଷ୍ଟି ଆଉ ହେଲ୍ଦି ରେସିପି ପାଇବା ପାଇଁ। ରହୁଛି, ନମସ୍କାର।